କାଉରା ବୋଇ କା କା ଉଠ ଉଠ ମଠ ନକରି ହେଳା। ତାପରେ ସକାଳୁ ସକାଳୁ ଗାଧୋଇ ପାଧେଇକି ଫୁଲ ତୋଳୁଥିଲି ମୁଁ ଏପଟେ, ବାବୁ ତୋଳୁଥିଲେ ସେପଟେ। ସବୁ ଫୁଲ ଯାକ ତୋଳି ତୁଳା ଦେଲେ। ତାପରେ ଫାଇନାଲି ମୁଁ ଚାଲିଗଲି ଠାକୁର ପୂଜାଟିଏ କରିବା ପାଇଁ। ଠାକୁର ପୂଜା ମୋର ଏଠି ସରିଗଲା। ଠାକୁର ବାକୁର ସରି ସାରିଲା ପରେ ଭାଇନା ଏଠି କ'ଣ କରୁଥିଲେ ବୋଲା, ଏଠି ଟିକେ କୋଳଥ ଆଉ ବାଦାମ ଭାଜି ଦେଉଥିଲେ। ତାପରେ ମାମା ଏଠି କୋଳଥ ଯାଇ ରଗଡ଼ି ଦେଲା। ତାପରେ ମାମା ଏଠି ଗୋଟେ ବନେଇଲା ଆଜି ଶାଗ ତରକାରୀ। ମୁଁ କହିଲି ମାମା ହାତ ସ୍ୱାଦ ନ ଖାଇଲେ ମୋ ମନ ପୁରେନି ପୁଣି। ତାପରେ ମାମା ଏଠି ବନେଇ ଦେଇଥିଲା ବହୁତ ସ୍ୱାଦିଷ୍ଟ ଖାନା। ଯାହାକୁ କଥାରେ କହନ୍ତିନି, ଏଇ ବାପ ଥିଲା ପୁଅ ସବାରେ ହାରେନି, ମାମା ଥିଲା ଝିଅ କାମରେ ହାରେନି। ସେଇଭଳିଆ ମାମା ଯେତେବେଳେ ଅଛି ନା, ଆମେ କେବେ ବି ହାର ମାନିବୁନୁ। ତାପରେ ଫାଇନାଲି ଭାଇନା ଏଠି ଟିକେ ପଳେଇଥିଲେ ମାର୍କେଟ ଆଡ଼େ। ତାପରେ ମାର୍କେଟରୁ ଆସିଲା ପରେ ଫାଷ୍ଟଫୁଡ଼ ନେଇ ଆସିଲେ। ଛୁଆ ଖାଇକି ହେଲେ ବହୁତ ଖୁସି। ରହିଲି, ଜୟ ଜଗନ୍ନାଥ। କାଉରା ବୋଇ କା କା ଉଠ ଉଠ ମଠ ନକରି ହେଳା। ତାପରେ ସକାଳୁ ସକାଳୁ ଗାଧୋଇ ପାଧେଇକି ଫୁଲ ତୋଳୁଥିଲି ମୁଁ ଏପଟେ, ବାବୁ ତୋଳୁଥିଲେ ସେପଟେ। ସବୁ ଫୁଲ ଯାକ ତୋଳି ତୁଳା ଦେଲେ। ତାପରେ ଫାଇନାଲି ମୁଁ ଚାଲିଗଲି ଠାକୁର ପୂଜାଟିଏ କରିବା ପାଇଁ। ଠାକୁର ପୂଜା ମୋର ଏଠି ସରିଗଲା। ଠାକୁର ବାକୁର ସରି ସାରିଲା ପରେ ଭାଇନା ଏଠି କ'ଣ କରୁଥିଲେ ବୋଲା, ଏଠି ଟିକେ କୋଳଥ ଆଉ ବାଦାମ ଭାଜି ଦେଉଥିଲେ। ତାପରେ ମାମା ଏଠି କୋଳଥ ଯାଇ ରଗଡ଼ି ଦେଲା। ତାପରେ ମାମା ଏଠି ଗୋଟେ ବନେଇଲା ଆଜି ଶାଗ ତରକାରୀ। ମୁଁ କହିଲି ମାମା ହାତ ସ୍ୱାଦ ନ ଖାଇଲେ ମୋ ମନ ପୁରେନି ପୁଣି। ତାପରେ ମାମା ଏଠି ବନେଇ ଦେଇଥିଲା ବହୁତ ସ୍ୱାଦିଷ୍ଟ ଖାନା। ଯାହାକୁ କଥାରେ କହନ୍ତିନି, ଏଇ ବାପ ଥିଲା ପୁଅ ସବାରେ ହାରେନି, ମାମା ଥିଲା ଝିଅ କାମରେ ହାରେନି। ସେଇଭଳିଆ ମାମା ଯେତେବେଳେ ଅଛି ନା, ଆମେ କେବେ ବି ହାର ମାନିବୁନୁ। ତାପରେ ଫାଇନାଲି ଭାଇନା ଏଠି ଟିକେ ପଳେଇଥିଲେ ମାର୍କେଟ ଆଡ଼େ। ତାପରେ ମାର୍କେଟରୁ ଆସିଲା ପରେ ଫାଷ୍ଟଫୁଡ଼ ନେଇ ଆସିଲେ। ଛୁଆ ଖାଇକି ହେଲେ ବହୁତ ଖୁସି। ରହିଲି, ଜୟ ଜଗନ୍ନାଥ।